वेलकम टू जीएसबी एजुकेशन मोर प्रिय पिलामाने समस्तଙ୍କୁ ମୋର ପ୍ରଣାମ। ଆଶା କରେ ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣମାନଙ୍କର ପରିବାରରେ ପ୍ରାୟ ସମସ୍ତେ ଭଲରେ ଥିବେ ଓ ଆପଣମାନଙ୍କର ପ୍ରିପାରେସନ୍ ମଧ୍ୟ ସବୁଠାରୁ ବେଷ୍ଟ ୱେରେ ଚାଲିଥିବ। ତ ଆଜି ଆମେ ଭୌତିକ ବିଜ୍ଞାନର ଧାତୁ ଓ ଅଧାତୁ ଚାପ୍ଟରର ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ଯାହାକି ପ୍ରତିବର୍ଷ ପରୀକ୍ଷାରେ ପଡ଼ୁଛି ତାହାର ଆଲୋଚନା କରିବା। ତ ଯେଉଁମାନେ ଚ୍ୟାନେଲରେ ନୂଆ ଅଛ ପିଲାମାନେ ଦୟାକରି ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଧାତୁର ନମନୀୟତା ଗୁଣକୁ କ'ଣ କୁହନ୍ତି? ଧାତୁକୁ ଆଘାତ କଲେ ତାହା ପତଳା ଚଦରରେ ପରିଣତ ହୁଏ। ଏହି ଗୁଣକୁ ନମନୀୟତା ଗୁଣ ବୋଲି କୁହାଯାଏ। ବହୁତ ହି ସହଜ ପିଲାମାନେ, ଧାତୁକୁ ଆଘାତ କଲେ ଯାହା ଚଦର ପରି ପରିଣତ ହୁଏ ତାହାକୁ ହିଁ ଆମେ ଧାତୁର ନମନୀୟତା ଗୁଣ ବୋଲି କହିଥାଉ। ଠିକ୍ ଅଛି ରେ, ବୁଝିପାରିଲ? କ୍ୱେଶ୍ଚିନ୍ ନମ୍ବର 2 ଦେଖ, ନମନୀୟତା ଗୁଣ କେଉଁ କେଉଁ ଧାତୁରେ ସର୍ବାଧିକ ରହିଛି? ଏହା ଦେଖ, ଦୁଇଟି ଧାତୁ ଉପରେ ବହୁତ ପରିମାଣରେ ରହିଛି। ସୁନା ଓ ରୂପାରେ ନମନୀୟତା ଗୁଣ ସର୍ବାଧିକ। ମନେ ରଖିବ, ସୁନା ଓ ରୂପାରେ ନମନୀୟତା ଗୁଣ ସର୍ବାଧିକ। ଠିକ୍ ଅଛି, ଆଗକୁ ବଢ଼ିବା। ଧାତୁର ତାର ବାହାରିବାର ଗୁଣକୁ କ'ଣ କୁହାଯାଏ? କେଉଁ ଧାତୁରେ ତନ୍ୟତା ଗୁଣ ସର୍ବାଧିକ? ଧାତୁରୁ ତାର ବାହାରିବା ଗୁଣକୁ ତନ୍ୟତା କୁହାଯାଏ। ସୁନାର ତନ୍ୟତା ଗୁଣ ସର୍ବାଧିକ। ସୁନାର ତନ୍ୟତା ସର୍ବାଧିକ ସବୁଠାରୁ, ମନେ ରଖିଥିବ। କ୍ୱେଶ୍ଚିନ୍ ନମ୍ବର 4 ଦେଖ, ଧାତୁ ଓ ଅଧାତୁ କିପରି ସଂଯୁକ୍ତ ହୁଅନ୍ତି? ଧାତୁ ଓ ଅଧାତୁ ଇଲେକ୍ଟ୍ରନର ସ୍ଥାନାନ୍ତରଣ ଦ୍ୱାରା ପରସ୍ପର ସହ ସଂଯୁକ୍ତ ହୁଅନ୍ତି। ଧାତୁ ଇଲେକ୍ଟ୍ରନ ତ୍ୟାଗ କଲେ ଅଧାତୁ ଇଲେକ୍ଟ୍ରନ ଗ୍ରହଣ କରେ। ତାହାର ବଳରେ ଧାତୁ ଓ ଅଧାତୁ ମଧ୍ୟରେ ସଂଯୁକ୍ତ ପ୍ରକ୍ରିୟାଟି ସମ୍ପାଦନ ହୋଇଥାଏ। କ୍ୱେଶ୍ଚିନ୍ ନମ୍ବର 5 ଦେଖ ପିଲାମାନେ, ବିଦ୍ୟୁତ ତାର ଉପରେ PVC କିମ୍ବା ରବର ଭଳି ପଦାର୍ଥରେ ଲେପ ଦିଆଯାଇଥାଏ କାହିଁକି? ଯଦି ତୁମକୁ ଏହି ପ୍ରଶ୍ନ ଅଛି ତାହେଲେ ଏହା ଲେଖିବ, ବିଦ୍ୟୁତ ତାର ଉପରେ PVC କିମ୍ବା ରବର କୁପରିବାହୀ ଆବରଣ ଦେବା ଆବଶ୍ୟକ, କାରଣ ଏହା ଆମକୁ ବିଦ୍ୟୁତ ଧକ୍କା ବା ସକରୁ ରକ୍ଷା କରେ। ଠିକ୍ ଅଛି, ଲେଖିପାରିବ ପିଲାମାନେ ତୁମେ ବହୁତ ହି ସହଜରେ। ତୁମେ ନିଜ ଭାଷାରେ ଲେଖିବ ପିଲାମାନେ, ବହୁତ ହି ଭଲ ମାର୍କ ପାଇବ। ସ୍କୁଲ ଘଣ୍ଟା କାହିଁକି ଧାତୁରେ ତିଆରି କରାଯାଇଛି? କାରଣ ହେଉଛି ଧାତୁର କଠିନ ବସ୍ତୁକୁ ଯଦି ଆମେ ଆଘାତ କରିବା ତାହେଲେ ତାହା ମଧୁର ସ୍ୱର ଧ୍ୱନି ସୃଷ୍ଟି ହୁଏ ଏବଂ ଦୂରକୁ ଶୁଣାଯାଇଥାଏ। ସେଥିପାଇଁ ସ୍କୁଲ ଘଣ୍ଟାରେ ଧାତୁରେ ତିଆରି କରାଯାଇଥାଏ। ଠିକ୍ ଅଛି, ବୁଝିପାରିଲ ପିଲାମାନେ, ଆଗକୁ ବଢ଼ିବା। ଧାତୁ କାହିଁକି ବିଦ୍ୟୁତ ସୁପରିବାହୀ ଅଟେ? ଧାତୁର ପରମାଣୁ ସହଜରେ ଇଲେକ୍ଟ୍ରନ ତ୍ୟାଗ କରିପାରେ, ତେଣୁ ଧାତୁ ବିଦ୍ୟୁତ ସୁପରିବାହୀ ଅଟେ। ଦେଖ, ବୁଝ ପିଲାମାନେ, ଏହା ଧାତୁର ପରମାଣୁ ସହଜରେ ଇଲେକ୍ଟ୍ରନ ତ୍ୟାଗ କରିପାରେ, ତେଣୁ ଧାତୁ ବିଦ୍ୟୁତ ସୁପରିବାହୀ ଅଟେ। ଠିକ୍ ଅଛି, କିଛି ଅସୁବିଧା ନାହିଁ, ଆଗକୁ ବଢ଼ିବା। କିଛି ଦରକାର ନାହିଁ। ଆଲୁମିନିୟମ ଓ କପରରେ ରୋଷେଇ ତିଆରି କରାଯାଏ। এটা ଟିକେ ଦେଖିଦେବ ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 9 ଦେଖ, ଆଲୁମିନିୟମ ଓ କପରରେ ରୋଷେଇ ଉପକରଣ କାହିଁକି ତିଆରି କରାଯାଏ? ଆଲୁମିନିୟମ ଓ କପର ଭଳି ଧାତୁ ତାରର ସୁପରିବାହୀ ଏବଂ ଉଚ୍ଚ ଗଳନାଙ୍କ ବିଶିଷ୍ଟ ହୋଇଥିବାରୁ ରୋଷେଇ ଉପକରଣ ଗୁଡ଼ିକ ଆଲୁମିନିୟମ ଓ କପର ତିଆରିରେ ହୋଇଥାଏ। ଠିକ୍ ଅଛି, କିଛି ଅସୁବିଧା ନାହିଁ, ଆଗକୁ ବଢ଼ିବା। କ୍ୱେଶ୍ଚିନ୍ ନମ୍ବର 10 ଦେଖ, ଦୁଇଟି ନରମ ଧାତୁ ଯାହାକୁ ଛୁରୀରେ କଟାଯାଇ ପାରିବ ତାର ନାମ ଲେଖ। ତୁମକୁ ଯଦି ଏହି ପ୍ରଶ୍ନ ଆସେ ପରୀକ୍ଷାରେ ତାହେଲେ ସୋଡ଼ିୟମ ଓ ପୋଟାସିୟମ ଏ ଦୁଇଟି ଧାତୁର ନାମ ଲେଖିବ ପିଲାମାନେ। ଠିକ୍ ଅଛି, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଜଳରେ ଭାସେ କାହିଁକି? ତ ଏହାର ଉତ୍ତର ଦେଖ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଜଳ ସହ ପ୍ରତିକ୍ରିୟା କରି
ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ କରେ। ଏହାର ପୃଷ୍ଠଭାଗରେ ହାଇଡ୍ରୋଜେନ ଗ୍ୟାସର ଫଟକା ଥିବା ଯୋଗୁଁ ଏହା ଭାସିଥାଏ। ଠିକ୍ ଅଛି, କିଛି ଅସୁବିଧା ନାହିଁ। ଯଦି ତୁମେ ପିଲାମାନେ ଏହି ପ୍ରଶ୍ନକୁ ଖାତାରେ ତୁମେ ନିଜ ମନରୁ ନୋଟ୍ କରି କରି ଏହି ସବୁ ପ୍ରଶ୍ନର ଉତ୍ତର ଗୁଡ଼ାକୁ ଲେଖୁଛ, ତାହେଲେ ନିହାତି ଭାବରେ ତୁମକୁ ପରୀକ୍ଷାରେ କିଛି ଅସୁବିଧା ହେବ ନାହିଁ। ଯାହା ବି ହଉ, ଆମେ କ୍ୱେଶ୍ଚିନ୍ ନମ୍ବର 12କୁ ଦେଖିବା। କେଉଁ ଧାତୁ ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ? ଲେଡ୍, ତମ୍ବା, ରୂପା ଓ ସୁନା ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ। ମନେ ରଖିଥିବ, ଏ ଭିତରୁ ଗୋଟିଏ ମଧ୍ୟ ତୁମେ ମନେ ରଖିପାରିବ, ତାହେଲେ ନିହାତି ଭାବରେ ଲେଖିପାରିବ ଏହି କ୍ୱେଶ୍ଚିନ୍ଟି। ଠିକ୍ ଅଛି, ଆଗକୁ ବଢ଼ିବା। ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି କ'ଣ ସୃଷ୍ଟି କରେ? ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ ଉତ୍ପନ୍ନ କରେ। ଲବଣ ଓ ହାଇଡ୍ରୋଜେନ ଉତ୍ପନ୍ନ କରେ। ଠିକ୍ ଅଛି, କିଛି ଅସୁବିଧା ନାହିଁ, ଆଗକୁ ବଢ଼ିବା।